ମୁଁ ଆପଣଙ୍କୁ କହିଦଉଛି ଇଏ ହଉଛି ଭାରତୀୟ ଜନତା ପାର୍ଟିର ଅନ୍ତର୍କନ୍ଦଳର ଫଳସ୍ୱରୂପ। ଅନ୍ତର୍କନ୍ଦଳ ତାଙ୍କ ଭିତରେ ଏତେ ଦ୍ୱନ୍ଦ୍ୱ, ଏତେ ତୀବ୍ର ମାନେ ବିଭେଦ, ସେଇ ବିଭେଦର ଏ କୁପରିଣତି ଆସିକି ପହଞ୍ଚିଲା। ସେଇ ବିଭେଦ କାରଣରୁ ଗୋଟେ ଝିଅକୁ ସେମାନେ ବଳି ପକାଇଦେଲେ। ଏମାନେ ରାଜନୀତିରେ ରହିବା ପାଇଁ, ନିଜର ପ୍ରତିଷ୍ଠା ପାଇଁ ଏମାନେ ଯେ ମଣିଷକୁ ହତ୍ୟା କରନ୍ତି ଏବଂ ଭାରତବର୍ଷରେ ତାର ନଜିର ଅଛି, ଆଜି ଓଡ଼ିଶାରେ ତାର ନଜିର ସାମ୍ନାକୁ ଆସିଯାଇଛି। ଆପଣ ଏନକ୍ୱାରି କରନ୍ତୁ। ଆପଣ ମୁଁ ଗୋଟେ କଥା ପଚାରୁଛି, ଏକ୍ସରେ ବା ଟ୍ୱିଟରେ ଜଣେ ଜଣେଇଛି, ଯଦି ଆପଣଙ୍କର କ୍ରାଇମବ୍ରାଞ୍ଚ ତଦନ୍ତ କରିବ, ତା ହାତ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଯାଇପାରିବ, ଯାଇପାରିବ ମନ୍ତ୍ରୀଙ୍କ ପାଖକୁ, ଯାଇପାରିବ ଏମଏଲଏ ପାଖକୁ, ଯାଇପାରିବ ଏମପି ପାଖକୁ, ଯାଇପାରିବ ତାଙ୍କ ଦଳର କର୍ମୀଙ୍କ ପାଖକୁ। ତେଣୁ ଆମେ କହୁଛୁ ବିଚାର ବିଭାଗୀୟ ତଦନ୍ତ ଦେଲେ ଏ କଥାର ସମାଧାନ ହେଇପାରିବ, କାହିଁକି ନିରପେକ୍ଷତା ଆସିବ। ଗୋଟେ ପୁଲିସ କ'ଣ ଦେଖିବ, ସେ ଝିଅ ଏକ୍ସରେ ପଠେଇଛି ମୁଖ୍ୟମନ୍ତ୍ରୀ ପାଖକୁ, ଆରେ ସେ କାହିଁ ଦେଖିନାହାନ୍ତି? ଏଇଟା ଅପରାଧ ନାହିଁ ମତେ କୁହନ୍ତୁ। ତେଣୁ ଅପରାଧକୁ ଯଦି ଲୋକଲୋଚନା ଆଣିବାକୁ ଚାହୁଁଛ, ଯଦି କିଛି ଶାସ୍ତି ଦେବାକୁ ଚାହୁଁଛ, ତାହେଲେ ବିଚାର ବିଭାଗୀୟ ତଦନ୍ତ ଏକମାତ୍ର ବିକଳ୍ପ, ନହେଲେ କିଛି କରିହେବନି। ଏ ତ ସାରା ଭାରତବର୍ଷ ଇସ୍ୟୁ ହେଇଗଲାଣି ବର୍ତ୍ତମାନ। ବିଜୁ ଜନତା ଦଳ ଏ ଆନ୍ଦୋଳନକୁ ଏକ ନିର୍ଣ୍ଣାୟକ ସ୍ତରକୁ ନେବ, ଆପଣମାନଙ୍କୁ କହି ରଖିବେ। ବିଜେପି ସାଂସଦ ଆଜି ସାଂଘାତିକ ଅଭିଯୋଗ ଆଣିଛନ୍ତି ଯେ ଆପଣ ସରକାର ସମୟରେ ଅନେକ ଘଟଣା ଘଟିଛି, ଅନେକ ଭଉଣୀଙ୍କ ଜୀବନ ଯାଇଛି, ବିଭିନ୍ନଠୁ ଆରମ୍ଭ କରିକି ଅନେକ ପ୍ରସଙ୍ଗ ରହିଛି, ସେତେବେଳେ ମୁଖ୍ୟମନ୍ତ୍ରୀ ଯାଇନଥିଲେ, କିନ୍ତୁ ଆମ ମୁଖ୍ୟମନ୍ତ୍ରୀ ସମ୍ବେଦନଶୀଳ। ମୁଁ ଗୋଟେ କଥା ତାଙ୍କୁ ପଚାରିବି, ହାସ୍ୟାସ୍ପଦ କଥା କାହିଁକି ସେମାନେ କହୁଛନ୍ତି? କାହିଁକି ଭାରତୀୟ ଜନତା ପାର୍ଟିର ନେତୃବୃନ୍ଦ ଏଭଳି ହାସ୍ୟାସ୍ପଦ କଥା କହୁଛନ୍ତି? ଯାହା ଘଟି ଯାଇଛି ତାହା ସମସ୍ତେ ଜାଣିଛନ୍ତି ଏବଂ ଆମେ ମଧ୍ୟ ତାକୁ ତୀବ୍ର ନିନ୍ଦା କରିଛୁ। ଏବଂ ଆଜି ସେମାନେ ସରକାରରେ ଅଛନ୍ତି, ବର୍ତ୍ତମାନ ଯେଉଁ ଘଟଣା ଘଟୁଛି ସେ କହିବ ଅତୀତରେ ଘଟିଥିଲା ବୋଲି ଏ ଘଟଣାକୁ ଆମେ ଘଟିବାକୁ ଦେବୁ, ଆମେ ନିଷ୍ପାପ, ଆମେ ଏଇଥିରେ ଭାଗିଦାର ନୁହଁ। এটা କୋଉ ସଭ୍ୟ ସମାଜରେ କିଏ ଗ୍ରହଣ କରିବ? ସେ ତାହେଲେ କହିବାକୁ ଚାହୁଁଛନ୍ତି ଏଇ ଯୋଉ ଉସ୍କେଇକି ହତ୍ୟା କରାଗଲା ଏଇଟା ଠିକ, ଯେହେତୁ ସେତେବେଳେ କିଛି ଘଟଣା ଘଟିଥିଲା, ଏବେ ହଉଛି ଏଇଟା ପୁରାପୁରି ଠିକ। ସେ କୁହନ୍ତୁ ସେ କଥା। ଏଇ ଯୁକ୍ତିର ଅର୍ଥଟା କ'ଣ? এই ଯୁକ୍ତିର ଅର୍ଥ ସେତେବେଳେ ହେଇଥିଲେ ବର୍ତ୍ତମାନ ହବ। ବାଃ, ଚମତ୍କାର ଯୁକ୍ତି। ଆଉ ସେ କହୁଛନ୍ତି ଆପଣ ବିଜେଡି ଆଉ କଂଗ୍ରେସର କର୍ମୀମାନେ ଉସ୍କେଇଛନ୍ତି ଆତ୍ମହତ୍ୟା କରିବା। ସେ କହୁଛନ୍ତି ସେ କ୍ରାଇମବ୍ରାଞ୍ଚ ତଦନ୍ତଟା ଦେଇଛନ୍ତି ସେଇଥିପାଇଁ, ଯେମିତି ଛାତ୍ର କଂଗ୍ରେସର କିଛି ପିଲାଙ୍କୁ ବାନ୍ଧିଦେବେ ଆଉ ବିଜୁ ଛାତ୍ର ଜନତା ଦଳର କିଛି ପିଲାଙ୍କୁ ବାନ୍ଧିଦେବେ, ବାନ୍ଧିଦେଇ କହିବେ ଏଇମାନେ ଦୋଷୀ। ବାଲେଶ୍ୱର ଗାଁ ଗଣ୍ଡାରେ ଘର ଘର ପଚାରିଲେ କ'ଣ କହୁଛନ୍ତି? ଯୋଉଠି ଘଟଣା ଘଟିଛି ସେଇ ପାଖରେ ଗାଁ ଗଣ୍ଡାରେ ଯୋଉ ବାଲେଶ୍ୱର ଅଞ୍ଚଳର, ଯାଇକି ଆପଣ ଟିକେ କହୁନାହାନ୍ତି, ଆପଣ ଜାଣିନାହାନ୍ତି ସାମ୍ବାଦିକମାନେ କ'ଣ କହୁଛନ୍ତି? କିଏ ଘଟଣା ଘଟିଲା, କେମିତି ଘଟିଲା? ଟ୍ୱିଟ୍ ତ ଅଛି ନା, ଜଳ ଜଳ ଦେଖାଯାଉଛି। ଗୋଟେ ଝିଅ ମୁଖ୍ୟମନ୍ତ୍ରୀଙ୍କୁ, ମନ୍ତ୍ରୀଙ୍କୁ, ଏମପିଙ୍କୁ, ଏମଏଲଏଙ୍କୁ, ଏମପିଙ୍କୁ ମଧ୍ୟ ଦେଖା କରିଥିଲେ। ମୁଁ ସେ 50ଟା ଜାଗାରେ କହିଛି ମୁଁ ଆତ୍ମହତ୍ୟା କରିବି। ସେ ଭାରତୀୟ ଜନତା ପାର୍ଟିର ଝିଅ ଗେରୁଆ ପିନ୍ଧିକି ପାଇକ ବେଶରେ ଛିଡା ହେଇଛି, ଯିଏ ନିଜେ କହୁଛି ମୁଁ ଆତ୍ମହତ୍ୟା କରିବି, ଯେ ମୋ କଥା ବୁଝା ହବନି, ତାଙ୍କୁ ଗୁହାରି କରିବା ପରେ ଏଠି କ'ଣ ଆପଣମାନେ କହୁଛନ୍ତି ମୁଁ କିଛି ବୁଝିପାରୁନି। ଗୋଟେ ଦଳର ଝିଅ ତାଙ୍କ ଦଳର ନେତାଙ୍କୁ କହୁଛି ମତେ ରକ୍ଷା କର, ସେମାନେ ତାକୁ ରକ୍ଷା କରିବାକୁ ଆସୁନାହାନ୍ତି, ଏ ରାଜ୍ୟ କ'ଣ ରକ୍ଷା କରିବେ? ଆପଣ ନ୍ୟାୟିକ ତଦନ୍ତ ଦେବାକୁ ସେ ଡରୁଛନ୍ତି କ'ଣ ପାଇଁ? ବିଚାର ବିଭାଗ ତଦନ୍ତ ଦେବାକୁ କାହିଁ ଡରୁଛନ୍ତି? ନିରପେକ୍ଷ କଥା ଆସିଯିବା ଭୟରୁ ଗୁରୁ। ଏବେ କୋଉ କଥା ଅଛପା ଅଛି? ନା ଗଣମାଧ୍ୟମ ଜାଣିନାହାନ୍ତି, ନା ଲୋକ ଜାଣିନାହାନ୍ତି? ଲୋକ ଯଦି ନ ଜାଣିଥାନ୍ତେ ଏତେ ସ୍ୱତଃପ୍ରବୃତ୍ତ ଭାବରେ କାଲି ବାଲେଶ୍ୱର ବନ୍ଦ ଡାକରା ଦେଲା ବିଜୁ ଜନତା ଦଳ। ସାଧାରଣ ଲୋକଟିଏ ଯେ ଚାଲି ଚାଲି ଯାଉଛି ସିଏ ମଧ୍ୟ କହୁଛି ଆନ୍ଦୋଳନ ଆମେ ସମର୍ଥନ କରୁଛୁ। କାଲି ଆମେ ଲୋକସଭା ଭବନ ଘେରାଉ କଲୁ, ଆମେ ଯେତିକି ଲୋକ ଡାକିଲୁ ତାର 10 ଗୁଣ ଅଧିକା ଲୋକ ଆସି ପହଞ୍ଚିଲେ, ସାଧାରଣ ଲୋକ। ଆଜି କଂଗ୍ରେସ, ବାମପନ୍ଥୀ ଏବଂ ଅନ୍ୟାନ୍ୟ ଇଣ୍ଡିପେଣ୍ଡେଣ୍ଟ ସଂଗଠନ ଡାକରା ଦେଇଛନ୍ତି, ସ୍ୱତଃପ୍ରବୃତ୍ତ ଲୋକ ସମର୍ଥନ କରୁଛନ୍ତି। ହଁ, ଓଡ଼ିଶାବାସୀ ବର୍ତ୍ତମାନ ସମସ୍ତେ, ଆପଣ ଯୋଉମାନଠୁ ବାଇଟ୍ ନେଉଛନ୍ତି ସାଧାରଣ ଲୋକ, ଯେ ପଥଚାରୀ, ଆପଣ ତାଙ୍କୁ ବାଇଟ୍ ନେଉଛନ୍ତି ନା, ସମସ୍ତେ କହୁଛନ୍ତି ଆମେ ଇସ୍ୟୁକୁ ନିନ୍ଦା କରୁଛୁ। ଆମକୁ ନ୍ୟୁଜର ହେଡଲାଇନ ରଖନି, ତାଙ୍କୁ ନ୍ୟୁଜର ହେଡଲାଇନ ରଖ ଏବଂ ତାଙ୍କୁ ଫୁଲମାଳ ଗଳେଇ ଦିଅ, ବାହାବା ଦିଅ। ଆମକୁ ଗୁହାରି କଲା ଗୋଟେ ଝିଅ, ଆମେ ତାକୁ ସାହା ବର୍ଷା ହେଇପାରିଲୁନୁ,
ତେଣୁକରି ଆମେ ହେଡଲାଇନ୍ ରହିବୁ। ବିଧାନସଭାରୁ ସବୁଠି ଉଠିବ। ବାତାବରଣ ଆପଣ ଖରାପ କରୁଛନ୍ତି ଓଡ଼ିଶା ଏଇଭଳି ଷ୍ଟ୍ରାଇକ୍ କରିକି। ବର୍ଷେ ଭିତରେ ବାତାବରଣ ପୁରା ଖରାପ ହେଇସାରିଲାଣି। ଗଭର୍ଣ୍ଣର ପୁଅ ମାଡ଼ ଦେଲା, ବୈକୁଣ୍ଠ ପ୍ରଧାନ ମାଡ଼ ଖାଇକି ଆହତ ହେଲା, ଭରତପୁର ଘଟଣା, ତା ସାଥିରେ ଚିକିଟି ମଦ ମୃତ୍ୟୁ, ମାଣ୍ଡି ପକାରେ ଅଖାଦ୍ୟ ଖାଇକି ମଲେ, ଆଉ ଏଇଠି ବାଲେଶ୍ୱରରେ ଝିଅକୁ ହତ୍ୟା କଲେ, ଗୋପାଳପୁରରେ ଝିଅ ରେପ୍ ହେଲା, ଏଠି ଦିନକୁ 15 ଜଣ ଦର୍ଶନର ଶିକାର ହେଉଛନ୍ତି। ନାରୀ ନିର୍ଯାତନା ଓଡ଼ିଶା ବର୍ତ୍ତମାନ 1 ନମ୍ବର। ଏମାନେ ବାତାବରଣଟା ସଠିକ୍ କରିଦେଲେ ଆମେ ଖରାପ କରିଦେଉଛୁ। ଆଉ ଭଲ ଯୁକ୍ତି ଦେଖାଉଛନ୍ତି ସେମାନେ। ଆଉ ତାପରେ ହିସାବ କହିଲେ ଆମର ମାନେ ଇଏ MA ପରୀକ୍ଷାରେ ପାସ୍ ହେଇଯିବ, ଯେତିକି ବର୍ତ୍ତମାନ ସେ କାଣ୍ଡ କାରଖାନା ଘଟେଇଲେଣି। ମନେ ରଖିବାକୁ ଲାଗିଯିବ 8-10 ଦିନ ଘୋଷିଲେ ଯାଇକି ମନେ ରଖିବ, ଏତିକି ସେ କରିସାରିଲେଣି। କ'ଣ କଥା କହୁଛନ୍ତି ସେମାନେ? ବରଂ ସତ ସ୍ୱୀକାର କରନ୍ତୁ, ୟେସ୍ ଏଇଟା ଗୋଟେ ଭୁଲ ହେଇଛି ଏବଂ ପ୍ରାୟଶ୍ଚିତ କରିବାକୁ ଗଲେ ଇସ୍ତଫା ଦିଅନ୍ତୁ, ତାପରେ ଓଡ଼ିଶା ଲୋକ ଥଣ୍ଡା ହେବେ, ନହେଲେ ଏ ତାତି କମିବନି, ତାତି ବଢ଼ିବ।